ଥରେ ସୀମା ଜଙ୍ଗଲ ରାସ୍ତା ଦେଇ ତା ମା' ଘରୁ ଶାଶୁ ଘରକୁ ଫେରୁଥିଲା। ମା' ଘରକୁ ଯାଇଥିଲା ବୋଲି ଭଲ ଶାଢ଼ୀ ବହୁତ ସାରା ଗହଣା ବି ପିନ୍ଧି ଯାଇଥିଲା। ସମୟରେ ଗୋଟେ ବଡ଼ ବରଗଛ ପଡ଼ିଲା। ସେଇ ବରଗଛରେ ଗୋଟେ ଡାହାଣୀ ରୁହେ। ସେ କହିଲା, ଆରେ ବାଃ, ବଢ଼ିଆ ଗୋଟେ ସେଣ୍ଟର ବାସ୍ନା ଆସୁଛି ତ। କିଏ ଯାଉଛି ଏଇ ରାସ୍ତାରେ? କହି ସେ ଦେଖିଲା। କହିଲା, ଯଦି ବାସ୍ନା ଏତେ ବଢ଼ିଆ ତାହେଲେ ସେ କେତେ ବଢ଼ିଆ ନ ହେଇଥିବ। ମୁଁ ଯାଉଛି, ଆଜି ମୋତେ ଗୋଟେ ଭଲ ଶିକାର ମିଳିବ। ଏତିକି କହି ସେ ଡାହାଣୀ ଗଛ ତଳୁ ଓହ୍ଲି ଲୁଚିକି ରହିଥାଏ। ଯେତେବେଳେ ସୀମା ସେଇ ରାସ୍ତା ଦେଇ ଆଗକୁ ଗଲା, କହିଲା, ମୁଁ ଆକୁ ମାରିବିନି। ମୁଁ ପଛେ ପଛେ ଯିବି ତାଙ୍କ ଘରକୁ। ଯଦି ମାରିଦେବି ତାହେଲେ ମୋତେ ଏଇ ସେଣ୍ଟ କେମିତି ମିଳିବ? ସୀମା ଆଗେ ଆଗେ ଯାଉଥାଏ ଓ ତା ପଛେ ପଛେ ଡାହାଣୀ ଚାଲିଥାଏ। କିଛି ଦୂର ଯିବା ପରେ ସୀମାକୁ ଲାଗିଲା ଯେ ପଛପଟୁ କେହି ଜଣେ ଆସୁଛି ଓ ତାର ପାଦ ଶବ୍ଦ ବି ଶୁଣାଯାଉଛି। ତ ସୀମା ଅଟକିଗଲା। ଯେମିତି ସୀମା ଅଟକିଲା, ଡାହାଣୀ ବି ସେଇଠି ଅଟକିଗଲା। ଫଳରେ ସୀମା ଭାବିଲା, ମୋର ଏହା ଭ୍ରମ। ଏତିକି କହି ସେ ପୁଣି ଚାଲିବାକୁ ଲାଗିଲା। କିଛି ବାଟ ଯିବା ପରେ ତାକୁ ପୁଣି ତାର ପାଦ ଶବ୍ଦ ଜୋରରେ ଶୁଣାଯିବାକୁ ଲାଗିଲା। ପାଦ ଶବ୍ଦ ଶୁଣି ସୀମା ଡରିଗଲା ଓ ଭାବିଲା, କ'ଣ କରିବୁ ଏବେ ସୀମା? ଜଲ୍ଦି ଜଲ୍ଦି ଚାଲ। ଏତେ ସୁନା ଗହଣା ପିନ୍ଧିକି କାହିଁକି ଆସିଥିଲୁ ତୁ? ଏତିକି କହି ସେ ଜଲ୍ଦି ଜଲ୍ଦିରେ ଯିବା ପାଇଁ ଲାଗିଲା। ତା ପଛେ ପଛେ ଡାହାଣୀ ବି ଜଲ୍ଦି ଜଲ୍ଦିରେ ଗଲା। ପାଦ ଶବ୍ଦ ଯେମିତି ଜୋରରେ ଶୁଣାଗଲା, ସୀମା ଡରିଯାଇ ତାର ଝାଳ ବୋହିବାରେ ଲାଗିଲା। ଆଉ ସେ ତାର ଶାଢ଼ୀ ଉଠାଇ ଜୋରେ ଜୋରେ ଦୌଡ଼ିବାରେ ଲାଗିଲା। ଏକଥା ଡାହାଣୀ ଦେଖି ସେ କୁହେ, ମୋଠୁ ବଞ୍ଚିକି ଯିବା ପାଇଁ ଚାହୁଁଛୁ? ମୁଁ ବି ତତେ ଛାଡ଼ିବିନି। ତୋଠୁ ସେଇ ସେଣ୍ଟ ନିଶ୍ଚୟ ନେବି। କହି ଡାହାଣୀ ତା ପଛେ ପଛେ ଦୌଡ଼େ। ବହୁତ ଦୂର ଦୌଡ଼ିବା ପରେ ବି ଡାହାଣୀ ସୀମା ପାଖରେ ପହଞ୍ଚି ପାରେନି। ତେଣୁ ଭାବିଲା, ଏମିତି ଯଦି ଦୌଡ଼ିବି ତାହେଲେ ମୁଁ ତା ପାଖରେ ପହଞ୍ଚି ପାରିବିନି। ଆଉ ସୀମା ଯଦି ଡରରେ ମରିଯାଏ ତ ମୁଁ ସେ ସେଣ୍ଟ ଆଉ କେବେ ବି ପାଇପାରିବିନି। ତେଣୁ ମୋତେ ମୋର ବେଶ ବଦଳାଇବାକୁ ପଡ଼ିବ। ଏତିକି କହି ଡାହାଣୀ ଗୋଟେ ସ୍ତ୍ରୀ ଲୋକ ବେଶରେ ଆସିଗଲା ଓ ତା ପଛେ ପଛେ ଚାଲିବାରେ ଲାଗିଲା। ଡାହାଣୀ ସୀମା ପଛରେ ଦୌଡ଼ି ଦୌଡ଼ି ଯାଇ ଡାକିଲା, ଓ ଭଉଣୀ, ଶୁଣ ଟିକେ। ମୁଁ ବହୁତ ଅସୁବିଧାରେ ଅଛି। ମୋତେ କାମ ଦରକାର ଥିଲା। ହବ ଯଦି ତମ ଘରେ ମୋ ପାଇଁ କିଛି କାମ ଅଛି? ଏ କଥା ଶୁଣି ସୀମା ସେଇଠି ରହିଗଲା। ସୀମା ପଛକୁ ଦେଖି କହିଲା, ଆରେ ତାହେଲେ ସେତେବେଳୁ ତୁ ହିଁ ମୋ ପଛପଟେ ଆସିଥିଲୁ? ଡାହାଣୀ କୁହେ, ହଁ, ମୁଁ ତମକୁ ଦେଖିଲି, ତମେ ଭଲ ଘରର ଦେଖାଯାଉଛ। ମୋତେ ତମ ଘରେ କାମ ମିଳିବ ବୋଲି ତମକୁ ସେତେବେଳୁ ଡାକୁଛି, କିନ୍ତୁ ତମେ ଜମା ଶୁଣୁନ, ଦୌଡ଼ିବାରେ ଲାଗିଛ। ସୀମା କହିଲା, ଆଚ୍ଛା ଠିକ୍ ଅଛି, ରାତି ତ ବହୁତ ହେଲାଣି, ଚାଲ ଆମ ଘରକୁ ଯିବା। ଏତିକି କହି ସୀମା ଆଉ ସେ ଡାହାଣୀ ରୂପୀ ସ୍ତ୍ରୀ ଲୋକ ଦୁଇଜଣ ଘରକୁ ଯିବାକୁ ଲାଗିଲେ। ଘରେ ପହଞ୍ଚି ସୀମା ତାକୁ ତାଙ୍କ ଗେଷ୍ଟ ରୁମ୍ ଦେଖେଇ ଦେଲା। ଆଉ ସେଇ ରାତି ଡାହାଣୀ ସେଇଠି ଶୋଇଲା। ଠିକ୍ ରାତି 1ରେ ଉଠିଲା ଏବଂ ସେଇ ସେଣ୍ଟକୁ ଖୋଜିବାରେ ଲାଗିଲା ସୀମାର ବେଡରୁମ୍ରୁ। ତଥାପି ସେ ଜମା ବି ପାଇଲାନି। ହାଲିଆ ହୋଇ ଶୋଇଗଲା। ପୁଣି ସକାଳୁ ସକାଳୁ ସୂର୍ଯ୍ୟ କିରଣ ଯୋଗୁଁ ସେ ତାର ନିଜ ରୂପରେ ଥିଲା ଡାହାଣୀ। ତେଣୁ ସେ ନିଜର ମୁଣ୍ଡରେ ହାତେ ଓଢ଼ଣା ଦେଇ ରହିଥିଲା। ଯେତେବେଳେ ଏହା ସୀମା ଦେଖିଲା, ପଚାରିଲା, ଆରେ ତୁ ଏତେ ଓଢ଼ଣା କ'ଣ ପାଇଁ ଦେଇଛୁ? ଡାହାଣୀ କହିଲା, ଆରେ ଆମ ଗାଁରେ ଦିନବେଳେ ଏମିତି ହିଁ ଓଢ଼ଣା ଦେଇ ରୁହନ୍ତି, ରାତିରେ ଦିଅନ୍ତିନି। ଏକଥା ଶୁଣି ସୀମା କୁହେ, ଆଚ୍ଛା ଠିକ୍ ଅଛି, କିଛି ଅସୁବିଧା ନାହିଁ। ମୁଁ ତୋ ପାଇଁ କିଛି କପଡ଼ା ବାହାର କରିଦେଇଛି, ତୁ ଯା ପିନ୍ଧେ, ଆଉ ଆସ କିଚେନରେ ଆମେ ଜଳଖିଆ ବନେଇବା। ଏତିକି କହି ସେ ଚାଲିଯାଏ। ସୀମା ଯେମିତି ସଜାସଜି ହେଇ ବାହାରେ, ଡାହାଣୀ ବି ଠିକ୍ ତା ଭଳି ସଜାସଜି ହେଇ କିଚେନକୁ ଆସିଲା। ସୀମାକୁ ଦେଖି କହିଲା, ଆରେ ଭଉଣୀ, ତମର ସେଣ୍ଟ ବହୁତ ବଢ଼ିଆ ବାସ୍ନା ହେଉଛି। ସୀମା କହିଲା, ହଁ ଠିକ୍ ଅଛି, ମୋ ପାଖରେ ଏମିତି ବହୁତ ଗୁଡ଼ାଏ ସେଣ୍ଟ ଅଛି। କହିବୁ ଯଦି ତତେ ବି ମୁଁ ଗୋଟେ ଦେବି। ଏତିକି କହି ସେ ଡାହାଣୀକୁ ବି ଗୋଟେ ସେଣ୍ଟ ଦେଲା। ଆଉ ସେ ସେଣ୍ଟ ପାଇ ଡାହାଣୀ ବହୁତ ଖୁସି ହେଇଗଲା। ଏହାପରେ ସୀମା ମୁହଁରେ ଫେସ୍ ପ୍ୟାକ୍ ଲଗାଇ କିଛି ଟାଇମ୍ ପାଇଁ ବେଡ୍ ଉପରେ ଶୋଇଗଲା। ଶୋଇବାର ଦେଖି ଡାହାଣୀ ବି ଆସିଲା, ସେ ଫେସ୍ ପ୍ୟାକ୍ ମୁହଁରେ ଲଗାଇ ଦେଲା। ତ ସୀମା ଯେତେବେଳେ ମୁହଁ ଧୋଇବାକୁ ଉଠେ, ଠିକ୍ ସେତିକି ବେଳେ ଓଢ଼ଣା ସେ ଦେଇଦିଏ। ସୀମା ଡାହାଣୀକୁ କହିଲା, ଆରେ
କଫି ବନା ତ ପିଇବା। ଏହା ଶୁଣି ଡାହାଣୀ ଭାବିଲା, ତାହେଲେ ଏମାନଙ୍କର ସୁନ୍ଦରର ରାଜ ହେଉଛି କଫି। ତାହେଲେ ବଡ଼ ବଡ଼ ଲୋକମାନେ କଫି ପିଇ ହିଁ ସୁନ୍ଦର ହେଇଯାଆନ୍ତି। ଯାଉଛି ମୁଁ ବି ଆଜି କଫି ପିଇବି। ଏତିକି କହି 2 କପ୍ କଫି ବନେଇଲା, 1 କପ୍ ସୀମାକୁ ଦେଲା ଏବଂ ଆଉ 1 କପ୍ ନିଜେ ବସି ପିଇବାରେ ଲାଗିଲା। ସୀମା ଯେମିତି ବସୁଥାଏ, ଉଠୁଥାଏ ଏବଂ ଯେଭଳି ସଜେଇ ହେଉଥାଏ, ଡାହାଣୀ ବି ତାକୁ ଦେଖି ଠିକ୍ ସେମିତି ହିଁ କପି କରୁଥାଏ। ଏମିତି ହେଇ ଦିନେ ସୀମା କହିଲା ଡାହାଣୀକୁ, ଆରେ ତୁ ଘରେ ଥା, ମୁଁ ଟିକେ ବଜାରକୁ ଯାଉଛି, ମୋତେ କିଛି ସାମାନ ଆଣିବାର ଅଛି। ଆଉ ସାହେବ ଘରକୁ ଆସିଲେ ତାଙ୍କୁ ଚା ପାଣି ଦେଇଦେବୁ। ଏହା ଶୁଣି ଡାହାଣୀ ବହୁତ ଖୁସି ହେଇଗଲା। ତା ପାଖରେ ତ ଏବେ ପୁରା ଦିନ ଥିଲା। ତେଣୁ ସେ ସୀମାର ବେଡ଼ରୁମ୍ରେ ପଶି ତାର ସବୁ ଗହଣା ଲୁଗାପଟା ସବୁ ଆଣିଦେଲା ଏବଂ ଠିକ୍ ସୀମା ଭଳି ବେଶରେ ସଜେଇ ହେଇଗଲା। ସେତିକି ବେଳେ ସୀମାର ସ୍ୱାମୀ ରାମ ଆସିଲା। ରାମ ପଚାରିଲା, ଆରେ ସୀମା, ତୁ ଆଜି କାହିଁକି ଏତେ ଓଢ଼ଣା ଦେଇକି ଅଛୁ? ତୁ କ'ଣ ନୂଆ ବୋହୂ ହବୁ ନା କ'ଣ ଆଉ ଥରେ? ଏ କଥା ଶୁଣି ଡାହାଣୀ ଭାବିଲା, ଆରେ ବାଃ, ମୁଁ ତ ଠିକ୍ ସୀମା ଭଳି ହିଁ ପୁରା ହେଇଗଲିଣି। ମୋର ଚାଲି ଚଳଣି ସବୁ କିଛି। ସେଇଥିପାଇଁ ରାମ ମୋତେ ଚିହ୍ନି ବି ପାରିଲାନି। ରାମ କହିଲା, ହଉ ଠିକ୍ ଅଛି, ଏବେ ମୋ ପାଇଁ କପେ ଚା ଆଣ। ଡାହାଣୀ ଯାଇ ଚା କପ୍ ଆଣି ରାମକୁ ଦେଲା। ଡାହାଣୀ ରୁମ୍କୁ ଯାଇ ଜୋରେ ଜୋରେ ହସିବାକୁ ଲାଗିଲା। କହିଲା, ଆରେ ତା ପତି ହିଁ ତାକୁ ଯେତେବେଳେ ଚିହ୍ନି ପାରୁନି, ଆଉ କିଏ କ'ଣ ଜାଣିବ? ତେଣୁ ଭଲ ହେବ ମୁଁ ସବୁଦିନ ପାଇଁ ଏଇଠି ରହିଯିବି ସୀମା ହେଇକି। ଏତିକି କହି ସେ ଘର ବାହାରକୁ ଯାଇ ବସିଲା ଆଉ ସୀମାର ଆସିବା ପାଇଁ ଅପେକ୍ଷା କଲା। କିଛି ସମୟ ପରେ ସୀମା ବଜାରରୁ ଫେରି ଦେଖିଲା ଯେ ଡାହାଣୀ ବାହାରେ ବସିଛି। ତାକୁ ପଚାରିଲା, ଆରେ ତୁ ବାହାରେ କାହିଁକି ବସିଛୁ? ଆଚ୍ଛା, ମୋର ବେଗ୍ ନେବା ପାଇଁ? ଠିକ୍ ଅଛି, ତୁ ଏମିତିରେ ବି ମୋର ବହୁତ ଧ୍ୟାନ ରଖୁଛୁ। ଠିକ୍ ଏତିକି ବେଳେ ସେ ଡାହାଣୀ ତାର ନିଜର ଓଢ଼ଣା ଉଠେଇଲା ଏବଂ ନିଜର ଅସଲ ରୂପ ସୀମାକୁ ଦେଖେଇ ତାର ହାତକୁ ଟାଣି ଯାଦୁ ଶକ୍ତି ବଳରେ ପବନରେ ଉଡ଼େଇ ଉଡ଼େଇ ଜଙ୍ଗଲ ଭିତରକୁ ନେଇଗଲା। ଏହା ଦେଖି ସୀମା କିଛି ବୁଝିପାରୁନଥାଏ। ତାକୁ ପଚାରିଲା, ଆରେ ତୁ ପାଗଳି ହେଇଗଲୁ ନା କ'ଣ? ତୁ ଏସବୁ କେମିତି କଲୁ? ଆଉ ମୋତେ ଜଙ୍ଗଲ ଭିତରକୁ କାହିଁକି ନେଇକି ଆସିଲୁ? ଏ କଥା ଶୁଣି ସେ କହିଲା, ଆରେ ମୁଁ ହେଉଛି ଡାହାଣୀ, ଆଉ ମୁଁ କିଛି ବି କରିପାରିବି। ଦେଖିବୁ, ଏବେ ତୋ ଭଳି ହେବି, ସୀମା ହେଇକି ଦେଖେଇବି ତୋତେ। ଏତିକି କହି ସେ ଡାହାଣୀ ସୀମାର ରୂପ ନେଇଗଲା। ଏହା ଦେଖି ସୀମା ପୁରା ଆଶ୍ଚର୍ଯ୍ୟ ହୋଇଯାଇଛି ଏବଂ କାନ୍ଦିବାରେ ଲାଗିଲା। ମୁଁ ଏ କ'ଣ କରିଦେଲି? ମୋ ନିଜ ସଂସାର ମୁଁ ନିଜ ହାତରେ ଭାଙ୍ଗିଦେଲି। ଏହା ଶୁଣି ଡାହାଣୀ ଆହୁରି ଜୋରରେ ହସିଲା ଏବଂ ସୀମାକୁ ଟାଣି ନେଇ ଗୋଟେ ଜଙ୍ଗଲ ଭିତରେ ବହୁତ ବଡ଼ ଗୁମ୍ଫା ଭିତରେ ରଖିଦେଲା ଏବଂ ସେ ଗୁମ୍ଫାକୁ ବନ୍ଦ କରିଦେଲା। କହିଲା, ଆଜିଠୁ ମୁଁ ତୋ ସ୍ୱାମୀ ସହିତ ସୀମା ରୂପରେ ରହିବି। ଏତିକି କହି ଡାହାଣୀ ଘରକୁ ଚାଲିଯାଏ। ତେଣୁ ଅଜଣା ବ୍ୟକ୍ତିଙ୍କୁ ହଠାତ୍ରେ ବିଶ୍ୱାସ କରିବା କଥା ନୁହଁ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ମୋ ଗପଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ଓ ଆହୁରି ଏଭଳି ନୂଆ ନୂଆ ଗପ ଶୁଣିବା ପାଇଁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ।